ଆପଣ ତାଙ୍କୁ ଯେତେବେଳେ ଅଭିମାନ କରିକି ଗାଳି ଦେଇଛନ୍ତି ସେତେବେଳେ ଶୁଣିଛନ୍ତି ନା ତାଙ୍କୁ ପ୍ରଶଂସା କରୁଛନ୍ତି ସେତେବେଳେ ଶୁଣିଛନ୍ତି? ସବୁବେଳେ ଶୁଣେ। ସବୁବେଳେ ଶୁଣିଛନ୍ତି। ମୁଁ ଗାଳି ଦେଲେ ବି ଶୁଣିବ, ମୁଁ ଭଲ ପାଇଲେ ବି ଶୁଣିବ, ମୁଁ କାନ୍ଦିଲେ ବି ଲୁହ ପୋଛିଦବ, ମୁଁ ହସିଦେଲେ ବି ସେ ଟିକେ ହସିଦବ। ଆପଣ କେତେ ଗୋଟେ ଭଜନର ଆପଣ ଗୀତ ରଚନା କରିଛନ୍ତି? ସେମିତି ହିସାବ ନାହିଁ, ଗୀତ ବ୍ୟାଙ୍କରେ ଥିବ, ହିସାବ ଥିବ ତ ହଜାର ହଜାର ଗୀତ ଅଛି, କିନ୍ତୁ ତାରି ଇଚ୍ଛାରେ ମୁଁ କିଛି ଲେଖେନି, ସବୁ କାଳିଆ ଲେଖିଦିଏ, ମୁଁ ଖାଲି ମିଛରେ ବାହାବା ନିଏ। ନିହାତି ଭାବରେ ଆଜି ଶୁଣିବୁ ଯେହେତୁ ପବିତ୍ର ରଥଯାତ୍ରା ଉପଲକ୍ଷେ ଆମେ ଜଣେ ବିଶିଷ୍ଟ ଗୀତିକାରଙ୍କ ପାଖରେ ଅଛୁ, ପଞ୍ଚାନନ ନାୟକ। ସେ ତ ଅନେକ ଗୀତ ଲେଖିଛନ୍ତି। ତାଙ୍କ ଗୀତ ଆପଣ ଯଦି ଦେଖିବେ ଯୋଉଠି ସେତେବେଳେ ଟାଇମରେ ଯେକୌଣସି ଗୀତ ଆପଣ ଜାଣିବେ ଇଏ ହଉଛନ୍ତି ପଞ୍ଚାନନ ନାୟକ। ହୁଏତ ସେତେବେଳେ ଲୋକ ଭାବିଥିବେ ଯେ ଏଇ ଗୀତର ହୁଏତ ଗୀତିକାର କିଏ ତାକୁ ଖୋଜି ନଥିବେ, କିନ୍ତୁ ଆପଣ ଯେକୌଣସି ଗୀତକୁ ଜାଣିଥିବେ, ଯେତିକି ହିଟ୍ ଗୀତ ସବୁ ଗାଇଛନ୍ତି ପଞ୍ଚାନନ ନାୟକ। କିନ୍ତୁ ଆଜି ଏବେ ଆମେ ଟିକେ ନବୁ ସେଇ ମହାପ୍ରଭୁଙ୍କ ଉପରେ ସେ ଗୀତ, ଆପଣ ଜଗନ୍ନାଥଙ୍କ ଉପରେ ଯୋଉ ଯୋଉ ଗୀତ ସବୁ ଆପଣ ଲେଖିଛନ୍ତି ଆପଣ ଟିକେ ଦର୍ଶକଙ୍କୁ ଶୁଣାନ୍ତୁ। ନାଇଁ, ଗୀତ ତ ହଜାର ହଜାର ଗୀତ ଅଛି, ବହୁତ ଗୀତ ଅଛି। ମତେ ଭଲ ଲାଗେ। ତମେ ଅଛ ବୋଲି ଠାକୁରେ, ଯେମିତି ମୁଁ ଅଛି ଭଲରେ ମୁଁ ଅଛି, ଛୋଟ ମୋର ପରିବାର, ସୁଖରେ ଦୁଃଖରେ ହସରେ ଲୁହରେ, ମେଘରେ ଖରାରେ ବାଟରେ କାଟରେ, ସବୁବେଳେ ତ ମାନେ ମହାପ୍ରଭୁଙ୍କ ଗୀତ ଯେ ଶୁଣିବ ଏଇଠି ପଞ୍ଚାନନ ନାୟକଙ୍କ ପାଖରୁ ସେଠି ଉଠିକି ଯିବନି, କାରଣ ତାଙ୍କର ପ୍ରତ୍ୟେକ ଗୀତର ମିନିଂ ହଉଛି ସେମିତି। ଆପଣ ଏଇ ପରିବାର ଉପରେ ଯେତେବେଳେ ଗୀତଟା ଗାଇଲେ ଆମେ ନିହାତି ଭାବରେ ପରିବାରକୁ ପାଖକୁ ଏଇନା ଆସିବୁ। ଆପଣଙ୍କୁ ଗୋଟେ ଭଲ ପରିବାର ଦେଇଛନ୍ତି ମହାପ୍ରଭୁ। ପରିବାର ବିଷୟରେ ଆପଣ କଣ କହିବେ? ଭାଉଜ କେତେ ସପୋର୍ଟ କରନ୍ତି ଆପଣଙ୍କୁ, ତାଙ୍କ ନା ଆପଣ ନିଜେ ନିଜେ ଯାଆନ୍ତି? ପୁଅ ଝିଅ ଏମାନଙ୍କ ବିଷୟରେ ଆପଣ କୁହନ୍ତୁ। ଗୋଟେ ନିରୀହ ଚରିତ୍ର ସହିତ ମୋର ବିବାହ, ଗୋଟେ ସରଳ ଚରିତ୍ର, ଅମାୟିକ ଚରିତ୍ର, ଯିଏ ମୋ ଉପରେ ଗୋଟେ ପାଗଳକୁ, ମୋ ଉପରେ ଗୋଟେ ଦୁର୍ବାସାକୁ ସମ୍ଭାଳିକି ରଖିପାରିବାର ସୂତ୍ର ଜାଣିଛି। ତା ବିଷୟରେ କିଛି କହିପାରିବିନି, କାରଣ ଦୀର୍ଘ ଦିନ ଧରି ଯୋଉ ଷ୍ଟ୍ରଗଲ, ଯୋଉ ସଂଘର୍ଷ, ଯୋଉ ଦୁଃଖ, ଯୋଉ ହତାଶ, ଯୋଉ ଭୋକ, ତା ଭିତରେ ଗତି କରିକି ଆମେ ଆସିଛୁ ଏବଂ ସବୁ ପ୍ରତି ମୁହୂର୍ତ୍ତରେ ଗୋଟେ ସପୋର୍ଟିଂରେ ହାତ ମତେ ମିଳିଛି। ତେଣୁକରି ସେ ଧନ୍ୟବାଦର ପାତ୍ର। ବାକି ରହିଲେ ଦୁଇ ପୁଅ ତ ଏବେ ନିଜ ନିଜ ରାସ୍ତାରେ ସଂସାର କଲେଣି, ବାସ୍ ଦାୟିତ୍ୱ କିଛି ଅଛି। ଆମେ 3 ଭାଇ 4 ପୁଅ 4 ଝିଅ, ତେଣୁ ସମସ୍ତଙ୍କ ଦାୟିତ୍ୱ ମୋ ଉପରେ। ମୁଁ ହିଁ ବାପା, ସେମାନେ ବାପାକୁ ବାପା ଡାକନ୍ତି, ସାନ ବାପା ଡାକନ୍ତି ସମସ୍ତେ, ମତେ ହିଁ କେବଳ ବାପା ଡାକନ୍ତି 8ଟା ଯାକ ଛୁଆ। ତେଣୁ ମୁଁ ହଉଛି ସମସ୍ତଙ୍କର ବାପା। ତେଣୁ 4ଟି ଝିଅ 4ଟି ପୁଅ, 3ଟି ପୁଅ ବାହା ହେଇଗଲେଣି, ଆଉ ଗୋଟିଏ ପୁଅ ସାନ ପୁଅ ଅଛି, ଆଉ 4ଟି ଝିଅରୁ କେହି ବାହା ହେଇନାହାନ୍ତି। ଇ ଭିତରେ ଧୀରେ 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 ଗୋଟା ଉପରେ ମୁଁ କନ୍ୟାଦାନ କରିବି। ଏ ସବୁ ମହାପ୍ରଭୁଙ୍କ ଇଚ୍ଛା। ମୁଁ ତାଙ୍କୁ ଜଣେଇଛି, ପ୍ରଭୁ ତମେ ବର ଖୋଜ ମୋ ଝିଅ ପାଇଁ, ତମେ ବୁଝ, ମୋର ଯେତିକି କର୍ତ୍ତବ୍ୟ ମୁଁ କରୁଛି, ଆପଣଙ୍କର କର୍ତ୍ତବ୍ୟ ଆପଣ କରନ୍ତୁ, ମୋ ଝିଅ ପାଇଁ ବରଟି ଖୋଜି ଦିଅନ୍ତୁ, ଟିକେ ସୁଖରେ ରହୁ, ଭଲ ରହୁ। ଆଉ କଣ ଜୀବନରେ ଅଛି, କେତେ ବାଟ ଚାଲି ଆସିଲେ ଜୀବନର, କେତେ ସୁଖ ଦୁଃଖ ଭଲ ମନ୍ଦ ହସ ଲୁହ ଫୁଲ କଣ୍ଟା ଖଟା ମିଠା, କେତେ ଜୀବନର ସ୍ୱାଦ ନେଇକି ଏଇଠି ଆସି ପହଞ୍ଚିଗଲେ, ସବୁ ତମରି କରୁଣାରେ ପ୍ରଭୁ, ମୋର କଣ ଅଛି। ତେଣୁ ମୁଁ ସବୁବେଳେ 2 ହାତ ଉପରକୁ ଟେକି ଦେଇଛି, ସମର୍ପଣ ହେଇଯାଇଛି ଯେ ମହାପ୍ରଭୁ ତମେ ହିଁ ଏକମାତ୍ର ବାଟ, ତମେ ହିଁ ଏକମାତ୍ର ଘାଟ, ତମେ ହିଁ ଏକମାତ୍ର ଘଟ, ଏବଂ ତମେ ହିଁ ଏକମାତ୍ର ପଥ, ତମେ ହିଁ ରଥ, ତମେ ହିଁ ଜଗନ୍ନାଥ। ମହାପ୍ରଭୁଙ୍କ ଯେତେବେଳେ ନୀତିକ୍ରାନ୍ତି ହଉଛି, ଯେତେବେଳେ ଆମର ଗୋଟେ ନିର୍ଦ୍ଦିଷ୍ଟ ବାର ନିର୍ଦ୍ଦିଷ୍ଟ ତିଥିରେ ଯେତେବେଳେ ଆମେ ରଥଯାତ୍ରା ଆମେ କରୁଛନ୍ତି, ସେତେବେଳେ ଦେଖାଯାଉଛି ଯୋଉମାନେ ବିଦେଶରେ ରହିଛନ୍ତି ସେମାନଙ୍କର ରଥଯାତ୍ରା କରିବାର ସମୟ ଟିକେ ଅଲଗା ହେଇଯାଉଛି, ଯୋଉଟା କି ଇସ୍କନ ବିବାଦ ଆପଣ ଜାଣୁଥିବେ ଯେ ଅଦିନିଆ ରଥଯାତ୍ରା କୁ ନେଇକି ଆପଣଙ୍କର ସେସବୁର ମତ କଣ? ଯେ ପ୍ରକୃତ ତିଥି ଯୋଉ ତିଥିରେ ଆମେ ପାଳୁଛନ୍ତି ସେଇ ତିଥିରେ ରଥଯାତ୍ରା ହବା ଦରକାର ନା ଅଦିନିଆ ରଥଯାତ୍ରା ଇସ୍କନ କରୁଛି, ସେଥିରେ ଆପଣ କଣ ମତ ଦେବେ? ଇସ୍କନ କିଏ ମୁଁ ଜାଣିନି, ଇସ୍କନ କିଏ, ସେ ତାଙ୍କୁ ଅଧିକାର କିଏ ଦେଇଛି? ତାଙ୍କୁ ଅଧିକାର କିଏ ଦେଇଛି ମହାପ୍ରଭୁ ଜଗନ୍ନାଥ ରଥକୁ ତାଙ୍କ ଇଚ୍ଛା ଚଲେଇବା ପାଇଁ?
किए देइछि अधिकार सारा विश्व ब्रह्मांडर यूनिवर्स देवता जणिए तो तिथि तो गोटे बार तो गोटे तिथि गोटे ताले तेणु ना मु बहुत विद्रोही भितर मु किछि कहूनी मु किछि कहूनी कौन मन इच्छा बेपार करिवो ना कौन मन इच्छा तो बिक्री करिवो ना कौन कौन चली ये जो विद्रोह भी आरंभ होइछ जो प्रतिवाद स्वर आरंभ होइछ खूब शीघ्र एटा बहुत बड़ आलोड़न सृष्टि हबो इस्कन ता भूल को मानिबो इस्कन ता रथयात्रा बंद करिवो बंद कर ठीक अछि रथयात्रा करो तो कौन करिवे आमे जोमाने आजी विदेश रे अछंदे ना विदेश आज जो थरा करिवे आज जो तीर्थरे करिवे जो तीर्थरे महाप्रभु बरदान रे उलौचंती लक्षर के भक्त को भेटुचंती हमर दिन होले समान को राती ना ना सेमति किछि नै तो सेमति किछि नै रथबार कोन असुविधा कोन अछि महाप्रभु कोन मना करे रात्रि जीविनी राति 8टा बेले भी रथटना होउची 9टा बेले रथटना माउसी बाड़ी जाउची सेमति कोन अछि दिन राति बेले कोन तुम अलगा तिथि कर दबरा मास बेला कर दबो अरे भाई हाँ ठीक अछि आज आज जदि राति हेछि काल सकाळ सूर्योदय हबो नै तापर करो सेही तिथि रे करो अछि ना तार अछि रीति नीति विधि विधान महाप्रभु को निजर गोटे संविधान अछि आ तांको संविधान तमे के भांगुछ भाई तमे भूल करूछ पाप करूछ इस्कन वाला का नजरे श्री कृष्ण होचंती सबुठार बड़ शक्तिमान इस्कन वाला जानलेन ना हाँ। कि श्री कृष्ण किए बोली किंतु हां किंतु कि जगन्नाथ श्री कृष्ण किए बोली इस्कन वाला जानलेन ना समीक्षा करनी हु इज श्री कृष्ण आम दर्शन तत्व श्री कृष्ण कौन सामाजिक दर्शन तत्व श्री कृष्ण कौन वैदिक दर्शन तत्व श्री कृष्ण कौन पुराण मतरे कौन गीता भागवत वेद कौन एटा के समीक्षा करेनी मोर मु का आक्षेप करनी सीधा कथाटे होउची आमे जोठी आम ओडिया माने अछंती समस्त को कोटी अनुरोध भूल करंतु नाही आम महाप्रभु आमर भारी आपणार आपण काई भूलभाल करिवे आम रथयात्रा आपण जोठी थांतु सेठी जगन्नाथ रथ टाणी दंतु राती हो दिन बांगुस कणीरे भी जगन्नाथ को बसई नै गेले हबो उडे छुटिया पट्टारे बसई गडी गडी नै गेले हबो बाहर जो अछंती ओडिया इस्कन कोन करंदी ना से माने छुट्टी दिन रे पकांदी शनिवार रविवार हेले तम 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 इच्छा तुम करिवो तम छुट्टी दिन रे जगन्नाथ को तुम भेटिबो से अलगा कथा भाई आपण महान ताले आपण महानता आपण पर थाउ आम जगन्नाथ आम ठीक जगन्नाथ को बेटिया भाई छुट्टी नहीं भी हो जे छुट्टी न नै के आसीबो से तार भक्ति नहीं बोली के हम भाबिया सुनो किंतु एटा गोटे बहाना आश्चर्य एटा लागुना गोटे बहाना ए होची करूची कथा बोली बडा कि ए कथा इस्कन। सुनला बेलकु भारी बाधुची कष्ट होची जे जगन्नाथ भेटिया पे मोर छुट्टी दिन दरकार एटा भारी कष्ट होची जगन्नाथ भेटिया पे छुट्टी दिन दरकार नै कि राति दरकार नै जगन्नाथ प्रति मुहूर्त रे जे भितर भेटि पारि